ଶ୍ରୀକ୍ଷେତ୍ର ମାଧୁରୀ ଆଜି ଏଥିରେ ବିଷୟ ରହିଛି ରଥ ନିର୍ମାଣ ଐତିହ୍ୟ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥଙ୍କ ସବୁ ଯାତ୍ରା ସବୁ ଉତ୍ସବ ମଧ୍ୟରେ ସର୍ବପ୍ରଧାନ ଯାତ୍ରା ବା ଏକ ଗଣ ଉତ୍ସବ। ଏହାର ଅନ୍ୟ ନାମ ନବଦିନ ଯାତ୍ରା, ଗୁଣ୍ଡିଚା ଯାତ୍ରା, ନନ୍ଦିଘୋଷ ଯାତ୍ରା, ପତିତପାବନ ଯାତ୍ରା ବା ମହାବେଦୀ ଯାତ୍ରା। ପୁରାଣରେ ବର୍ଣ୍ଣିତ ଅଛି, ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ବଡ଼ ଭାଇ ବଳରାମ ଭଉଣୀ ସୁଭଦ୍ରାଙ୍କ ସହିତ ମୋତେ ରଥ ଆରୋହଣ କରାଇ ନବଯାତ୍ରା ଉତ୍ସବ ସମ୍ପନ୍ନ କରିବ। ଯେଉଁ ସ୍ଥାନରେ ମୁଁ ଆବିର୍ଭୂତ ହୋଇଥିଲି, ଯେଉଁ ସ୍ଥାନରେ ତୁମର ସହସ୍ର ଅଶ୍ୱମେଧ ଯଜ୍ଞର ମହାବେଦୀ ଅବସ୍ଥିତ, ସେହି ସ୍ଥାନକୁ ମୋତେ ବିଜେ କରାଇବ। ଜଗତନାଥଙ୍କ ସେହି କଥାକୁ ରକ୍ଷା କରି ଆରମ୍ଭ ହୋଇଛି ଏହି ରଥଯାତ୍ରା ମହୋତ୍ସବ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପୃଥକ ପୃଥକ ଭାବରେ 3 ଗୋଟି ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିରକୁ ଗମନ କରନ୍ତି। ତେଣୁ ସ୍ୱାଭାବିକ ଭାବରେ ରଥଯାତ୍ରାର ଅନେକ ଦିନ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଘ ମାସର ବସନ୍ତ ପଞ୍ଚମୀ ତିଥିରୁ ରଥକାଠ ସଂଗ୍ରହର ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଶ୍ରୀଜୀଉଙ୍କ 3 ବାଡ଼ରୁ ନୂତନ ରଥ ନିର୍ମାଣ ନିମିତ୍ତ ଆଜ୍ଞାମାଳ ମିଳିଲା ପରେ ତାହା ଯାଇ ରଥ ନିର୍ମାଣ ସ୍ଥାନ ବା ରଥ ଖଳାରେ ପହଞ୍ଚିଥାଏ। ତାପରେ ଆରମ୍ଭ ହୁଏ ରଥ ନିର୍ମାଣ। ସମୁଦାୟ ଭାବରେ ରଥକାଠ ସଂଗ୍ରହ, ରଥ ନିର୍ମାଣ କାର୍ଯ୍ୟ ଏକ ପରମ୍ପରା ସିଦ୍ଧ ପବିତ୍ର କାର୍ଯ୍ୟ। ଏହି ରଥ ନିର୍ମାଣ କାର୍ଯ୍ୟର ଐତିହ୍ୟ ଓ ସାମ୍ପ୍ରତିକତା ସମ୍ପର୍କରେ ଆଜିର ଆଲୋଚନା କରୁଛନ୍ତି ସୁରେନ୍ଦ୍ର କୁମାର ମିଶ୍ର। ପ୍ରାଚୀନ କାଳରେ ରଥ ନିର୍ମାଣ ସହିତ ଯେଉଁ ସେବକମାନେ ସମ୍ପୃକ୍ତ ରହୁଥିଲେ, ସେମାନଙ୍କୁ ନେଇ 7ଟି ନିଯୋଗ ପ୍ରଥମେ ସୃଷ୍ଟି ହୋଇଥିବାର ଐତିହ୍ୟ ଦୃଷ୍ଟିକୁ ଆସେ। ସେମାନଙ୍କୁ କୁହାଯାଉଥିଲା ସପ୍ତ ରଥକାର। ସେମାନେ ହେଲେ ଗୁଣାକାର ରଥର, ସେମାନେ ହେଉଛନ୍ତି ମୁଖ୍ୟ ସ୍ଥପତି। ରଥର ପ୍ରତ୍ୟେକ ଅଂଶର ମାପ ସେଇମାନେ ହିଁ ନିର୍ଦ୍ଧାରଣ କରନ୍ତି। ଦ୍ୱିତୀୟ ହେଉଛନ୍ତି ମୁଖ୍ୟ ରଥକାର। ରଥର ମୁଖ୍ୟ ଅଂଶ ଗୁଡ଼ିକର ସେମାନେ ହେଉଛନ୍ତି ନିର୍ମାଣକାରୀ। ତୃତୀୟ ହେଉଛନ୍ତି ଲୌହକାର। ରଥ ନିର୍ମାଣ ପାଇଁ ମହାରଣା ମାନେ ଆବଶ୍ୟକ କରୁଥିବା ହତିଆର ଓ ରଥରେ ବ୍ୟବହୃତ ଅନ୍ୟାନ୍ୟ ଲୌହ ସାମଗ୍ରୀର ନିର୍ମାଣ କରିଥାନ୍ତି ଏମାନେ। ଚତୁର୍ଥ ହେଉଛନ୍ତି ଛେକକାର। ରଥ କାଠକୁ କ୍ରମାନ୍ୱୟରେ ଛେକ ମାରନ୍ତି ଓ ନିର୍ମାଣ ବେଳେ ଯୋଗେଇ ଦିଅନ୍ତି। ପଞ୍ଚମ ହେଉଛନ୍ତି ରୂପକାର। ରଥର ପାର୍ଶ୍ୱ ବିଗ୍ରହମାନଙ୍କ ସମେତ ସାରଥୀ ଓ ଅଶ୍ୱମାନଙ୍କର ସେଇମାନେ ହିଁ ନିର୍ମାଣ କରିଥାନ୍ତି। ଚିତ୍ରକାର। ରଥର ସମସ୍ତ କାର୍ଯ୍ୟ ଏଇ ଚିତ୍ରକାର ମାନେ କରିଥାନ୍ତି। ସେଭଳି ସପ୍ତମ ନିଯୋଗ ହେଉଛି ସୂତିକାର ନିଯୋଗ। ରଥର ସମସ୍ତ ଦରଜି କାମ ଏଇମାନେ ହିଁ କରିଥାନ୍ତି। ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ, ମନ ବଡ଼ ଦାଣ୍ଡେ ବାରେ, ଆସ ଜଗନ୍ନାଥ, ଆସ ଜଗନ୍ନାଥ। ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ। ପ୍ରଥମେ ରଥ ନିର୍ମାଣ ସହିତ 7ଟି ନିଯୋଗ ସମ୍ପୃକ୍ତ ଥିଲା। ପରବର୍ତ୍ତୀ କାଳରେ ଆବଶ୍ୟକତା ଅନୁଯାୟୀ ଏହି ସପ୍ତ ରଥ ନିର୍ମାଣ ସହିତ 36 ପ୍ରକାରର ସେବକ ସମ୍ପୃକ୍ତ ହୋଇଥିଲେ। ଏହାଙ୍କୁ ରଥ ନିର୍ମାଣର 36 ନିଯୋଗ କୁହାଯାଇଥାଏ। ରଥ ନିର୍ମାଣର ସେହି 36 ନିଯୋଗ ମାନେ ହେଲେ ରଥକାର ନାୟକ, ତଳ ବଢ଼େଇ, ଭାଇ ବଢ଼େଇ, ରୂପଖଞ୍ଜା ବଢ଼େଇ, ମୁଣ୍ଡିମରା ବଢ଼େଇ, ତାମ୍ବରା, କରତିଆ, ଗରଗରିଆ, ଦିହୁଡ଼ିଆ, ପିଣ୍ଡିକିଆ, ଜଉଶାଳିଆ, ଖୁଣ୍ଟିଆ, ପହଣ୍ଡିଆ, ଦୋଳିଆ, ଜଗିଆ, ବଡ଼କାଠିଆ, ରଥ ଜଗିଆ, ରଥ ଘଣ୍ଟୁଆ, ରଥ ମୁଦୁଲି, ରଥ ବଜନ୍ତ୍ରୀ, ରଥ ଖରକା, ରଥ ଦଳେଇ, ରଥ ଭୋଇ, ରଥ ପାଇକ,
ଚୋପଦାର, ଚିତ୍ରକାର, ଧ୍ୱଜକର, ଛତ୍ରକାର, ଚକ ଅପସାରୀ, ଦରଜି, ସୁତୁଲି, କମାର, ଦଉଡ଼ିବଳା, ରଥଚାପ ଦଳେଇ, ବଇଠାରୁ ଓ ଡାହୁକ। କୋଟି ଦିନ ଜନେ ତୁମେ ଚାହଁ ଚକାଖି, କୋଟି ଦିନ ଜନେ ତୁମେ ଚାହଁ ଚକାଖି, ଅଭୟ କରୁଛ ଦାନ ଯୌବାଟେ କି, ମୋର ଏଇ নত শিরে, মোর এই নত শিরে দেখ থরে হাত, আস জগন্নাথ বড় দাণ্ডে চালে তব নন্দী ঘোষর রথ। ରଥଯାତ୍ରାରେ ତିନୋଟି ରଥର ନିର୍ମାଣ ରଥ ନିର୍ମାଣ ପଦ୍ଧତି ନାମକ ଏକ ନିର୍ଦ୍ଦିଷ୍ଟ ଶାସ୍ତ୍ର ଗ୍ରନ୍ଥ ଅବଲମ୍ବନରେ କରାଯାଏ। ରଥର ନିମ୍ନ ଭାଗଠାରୁ ଶୀର୍ଷ ଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଂଶର ନାମ ହେଉଛି ଚକ, ଦଣ୍ଡିଆ, ଅର, ବାଙ୍କି, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗାଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳ ନାହାକ, ମକର ଦଣ୍ଡା, ବସନ୍ତ, ଦୁଆର ଘୋଡ଼ା, ସାରଥୀ ପିଡ଼, କୁମ୍ଭପଟି, ରାହୁପଟି, ଆଠ ନାହାକା, ବାଙ୍କି, ପିଡ଼, ଚାଷୀପଟା, ଦଣ୍ଡା, ପାରାଭାଡ଼ି, ଖପୁରୀ, ପାଦ, ଓଲଟ ଶୁଆ, ଦଧିନଉତି, କଳସ, କଣ୍ଠି, ଦଣ୍ଡ, ଚକ୍ର ଓ କପିକେତନ। ସେତେବେଳେ ଗୋଟେ ସେବା ଥିଲା ଅବିର ଚଳା ନାୟକ। ଏହି ସେବକ ପଞ୍ଚୁ ଦଳରେ ଦଶପଲା ରାଜବାଟିକୁ ଅବିର ନେଇ ଯାଉଥିଲେ। ଦ୍ୱିତୀୟ ସେବକ ଥିଲେ କାଠକଟା ପାଇକ। ରାଜାଙ୍କ ହୁକୁମନାମା ନେଇ କାଠ ପାଇଁ ଦଶପଲା ରାଜାଙ୍କ ନିକଟକୁ ସେମାନେ ଯାଉଥିଲେ। ତୃତୀୟ ଥିଲା ଚର୍ଚ୍ଚିତ ପାଇକ। ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ଧରି ଦଶପଲା ଓ ରଣପୁର ଯାଆନ୍ତି କାଠ କାଟିବାର ନିମନ୍ତ୍ରଣ ନେଇ। ସେଭଳି କାଠ କଟୁଆଳ ନାୟକ ଶୁଭ ଦିନରେ କାଠ କଟାଇବାର ବ୍ୟବସ୍ଥା କରନ୍ତି। କାଠ ପଟାଳି ଦଳେଇ ଶ୍ରୀ ଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକୁ ପଟାଳି କରି ଛାଡ଼ନ୍ତି। ଭେଳା ଦଳେଇ କାଠଗଣ୍ଡିଗୁଡ଼ିକୁ ତିଥିବାର ଦେଖି ଭେଳା କରନ୍ତି। ପଟାଳି ଲେଙ୍କା ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ନେଇ କାଠ କଟା ସ୍ଥାନକୁ ପୂର୍ବରୁ ଯାଇ ରହିଥାନ୍ତି। କାଠ ପଟାଳି ଘଣ୍ଟୁଆ କାଠ ପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି। କାଠ ଗଣତିଆ ପୁରୀ ନିକଟସ୍ଥ ହୁଳୁହୁଳିଆ ପୋଲ ନିକଟରେ ପଟାଳି ଲାଗିଲେ କାଠଗଣ୍ଡି ଗଣତି କରି ରଖନ୍ତି। ମୂଷା ନଈ କୂଳରେ ଏହି ହୁଳୁହୁଳିଆ ପୋଲଟି ମୂଷା ନଈ କୂଳରେ ଅବସ୍ଥିତ ହୁଳୁହୁଳିଆ ଘାଟ ନାମରେ ପୂର୍ବରୁ ପରିଚିତ ଥିଲା। କାଠ ପଟାଳି ଜଗୁଆ କାଠଗଣ୍ଡି ଭାସି ନ ଯିବା ପାଇଁ ବ୍ୟବସ୍ଥା କରି ଘାଟରେ ଜଗି ରହନ୍ତି। ମଠ ଶଗଡ଼ିଆ ଓଡ଼ିଆ ମଠ ଏବଂ ରାଘବ ଦାସ ମଠରୁ ଖେଇ ପାଇ ହୁଳୁହୁଳିଆ ଘାଟ ଠାରୁ ରଥ ଖଳା ଅର୍ଥାତ୍ ବଡ଼ଦାଣ୍ଡକୁ ଶଗଡ଼ରେ କାଠ ବୁହନ୍ତି। ସେହିଭଳି ଗଜନାୟକ, ସୁଆଁସିଆ, ଖଳା ଜଗୁଆ, ରଥ ଅମିନ, ରଥଖଳା ନାୟକ, ରଥଖଳା ପରିଛା, ରଥଖଳା ଦିହୁଡ଼ିଆ, ଅନୁକୂଳ ବଢ଼େଇ, ଦେଉଳ ପୁରୋହିତ, ପାହି ମହାରଣା, ସହଯୋଗୀ, ତୁମ୍ବାକଟା ମହାରଣା, କରତିଆ, ଓଳମ ଭେଣ୍ଡିଆ, ନାହାକ ବସାଣ ବଢ଼େଇ, ରଥ ଭୋଇ ଏଥିରେ ସମ୍ପୃକ୍ତ ରହୁଥିଲେ। ପତିତ ପାବନ ବାନା ଉଡ଼େ ଫର ଫର, ପତିତ ପାବନ ବାନା ଉଡ଼େ ଫର ଫର, କାଳେ କାଳେ ভগবান তুমি ভকতর, দিয় দেখা বারে মোতে, দিয় দেখা বারে মোতে পুরু মনোরথ, আস জগন্নাথ বড় দাণ্ডে চালে তব নন্দী ঘোষরথ, বড় দাণ্ডে চালে তব নন্দী ঘোষরথ, মন বড় দাণ্ডে বারে, মন বড় দাণ্ডে বারে,
আস জগন্নাথ, আস জগন্নাথ, বড় দাণ্ডে চালে তব নন্দী ঘোষরথ, বড় দাণ্ডে চালে তব নন্দী ঘোষরথ। ଶ୍ରୀଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହାର ଉଚ୍ଚତା 33 ହାତ 5 ଆଙ୍ଗୁଳ। 832 ଖଣ୍ଡ କାଠରେ ଏହା ନିର୍ମିତ। ଏହାର 16ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 7 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ସ୍ୱୟଂ ଗରୁଡ଼। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହାର ଉଚ୍ଚତା 32 ହାତ 10 ଆଙ୍ଗୁଳ। 763 ଖଣ୍ଡ କାଠ ଦ୍ୱାରା ଏହା ନିର୍ମିତ। ଏହାର 14ଟି ଚକ, ପ୍ରତ୍ୟେକ ଚକର ବ୍ୟାସ 6.5 ଫୁଟ। ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର। ମା ଶ୍ରୀ ଶ୍ରୀ ସୁଭଦ୍ରା ଦେବୀଙ୍କ ରଥର ନାମ ଦର୍ପଦଳନ। ଦେବଦଳ ଅଛନ୍ତି। ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଯୋଚା ଯାଇଥିବା ଘୋଡ଼ାମାନଙ୍କର ନାମ ହେଲା ରୋଚିକା, ମୋଚିକା, ସୁକ୍ମା ଓ ଅମୃତା। ଏମାନଙ୍କର ବର୍ଣ୍ଣ ହେଉଛି ଧଳା। ଜଗନ୍ନାଥଙ୍କ ରଥରେ ପାର୍ଶ୍ୱ ଦେବତା ବରାହ, ଗୋବର୍ଦ୍ଧନ, କୃଷ୍ଣ, ଗୋପୀକୃଷ୍ଣ, ରାମ ଓ ନାରାୟଣ, ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଅଧିଷ୍ଠିତ ହୁଅନ୍ତି। ରଥର ଦ୍ୱାର ଦେଶରେ ଇନ୍ଦ୍ର, ବ୍ରହ୍ମା ଏବଂ ସପ୍ତର୍ଷି ସ୍ଥାନ ଲାଭ କରନ୍ତି। ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ଼ ଠାକୁରଙ୍କର। ଏଥିର ସାରଥୀଙ୍କୁ ସୁଦୁମ୍ନ କୁହାଯାଏ। ଏଥିରେ ଯୋଚା ଯାଇଥିବା 4 ଗୋଟି ଘୋଡ଼ାର ନାମ ହେଲା ସ୍ଥିରା, କୃତି, ସ୍ଥିତି ଓ ସିଦ୍ଧା। ଏହି ଘୋଡ଼ାମାନଙ୍କର ବର୍ଣ୍ଣ କଳା। ପାର୍ଶ୍ୱ ଦେବତା ଭାବରେ ବଡ଼ ଠାକୁରଙ୍କ ରଥର ଦକ୍ଷିଣ ପାର୍ଶ୍ୱରେ ଗଣେଶ, କାର୍ତ୍ତିକେୟ, ସର୍ବମଙ୍ଗଳା, ପଶ୍ଚାତ ପଟରେ ପ୍ରଲମ୍ବଗ୍ନ, ହଳାୟୁଧ ଓ ମୃତ୍ୟୁଞ୍ଜୟ, ବାମ ଭାଗରେ ନାଟାମ୍ବର, ମହେଶ୍ୱର, ଶେଷଦେବ ବିରାଜମାନ ଥାନ୍ତି। ବଳଭଦ୍ରଙ୍କ ରଥର ଦ୍ୱାର ଦେଶରେ ରୁଦ୍ର, ସାତ୍ୟକୀ ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି। ମାତା ସୁଭଦ୍ରାଙ୍କ ରଥ ଦେବୀ ରଥ ଦେବଦଳନ ବା ପଦ୍ମଧ୍ୱଜ। ଏହି ରଥର ଅଶ୍ୱମାନଙ୍କର ନାମ ହେଲା ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଦୋତିନୀ। ପାର୍ଶ୍ୱ ଦେବତା ଭାବରେ ରଥର ଦକ୍ଷିଣ ଭାଗରେ ଚଣ୍ଡୀ, ଚାମୁଣ୍ଡା, ଉଗ୍ରତାରା, ପଛପଟେ ବନଦୁର୍ଗା, ଶୂଳୀ ଦୁର୍ଗା ଓ ବାରାହୀ, ବାମପଟେ ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଅବସ୍ଥାନ କରନ୍ତି। ସୁଭଦ୍ରାଙ୍କ ରଥର ଦ୍ୱାର ଦେଶରେ ଶ୍ରୀଦେବୀ ଓ ଭୂଦେବୀ ଏବଂ ଅଷ୍ଟଭୈରବ ରହନ୍ତି। ଏହି 3 ମୂର୍ତ୍ତିଙ୍କ ବ୍ୟତୀତ ରଥଯାତ୍ରାରେ ସୁଦର୍ଶନ ସୁଭଦ୍ରାଙ୍କ ରଥରେ ବିଜେ ହୁଅନ୍ତି। ଶ୍ରୀକ୍ଷେତ୍ରରେ ଚତୁର୍ଥା ମୂର୍ତ୍ତିଙ୍କ 3 ରଥର ନିର୍ମାଣ ଓ ଐତିହ୍ୟ ବହୁ ପ୍ରାଚୀନ ଏବଂ ପାରମ୍ପରିକ। ବିଭିନ୍ନ ସେବକଙ୍କ ଶ୍ରମ, ସେବା, ଅର୍ଚ୍ଚନାରେ ନିର୍ମିତ ଏହି ରଥ ଭକ୍ତି ବିଜଡ଼ିତ ଜନମାନସକୁ ପ୍ରତିବର୍ଷ ଆନ୍ଦୋଳିତ କରେ, ବିମୋହିତ କରେ ବଡ଼ଦାଣ୍ଡରେ। ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀରେ ରଥ ନିର୍ମାଣ ଐତିହ୍ୟ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର।